नमस्कार. ओम नमो भगवते वासुदेवाय. नमस्कार. ओम नमो भगवते वासुदेवाय. ଶ୍ରୀମଦ୍ ଭଗବତ୍ ଗୀତାର ଏହି ବିଶେଷ ଆଲୋଚନା ସତ୍ରକୁ ସମସ୍ତଙ୍କ ସ୍ୱାଗତ. ଆଜି ଆମେ ଗୀତାର ଏକ ଅମୂଲ୍ୟ ରତ୍ନ ବିଷୟରେ କଥା ହେବା. ହଁ, ସେଇ କୁରୁକ୍ଷେତ୍ର ଭୂମିରେ ଯେତେବେଳେ ଅର୍ଜୁନ ପୁରାଣ ମୋହଗ୍ରସ୍ତ, ହଁ, ସେତେବେଳେ ତ ଭଗବାନ ଶ୍ରୀକୃଷ୍ଣ ନିଜେ ଯୋଉ ମାର୍ଗ ଦେଖାଇଥିଲେ ସେଇଥିରୁ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଲୋକ. ଠିକ୍. ଆମର ଆଜିର ମୂଳ ଲକ୍ଷ୍ୟ ରହିବ ଗୀତାର ଦ୍ୱିତୀୟ ଅଧ୍ୟାୟ. ସାଂଖ୍ୟ ଯୋଗ. ନା? ହଁ, ସାଂଖ୍ୟ ଯୋଗ ତାର 40ତମ ଶ୍ଲୋକ. ଆଚ୍ଛା, ଏଇ ଶ୍ଲୋକଟା କର୍ମଯୋଗର ଗୋଟେ ବିଶେଷ ମହିମା କହୁଛି. ତାର ଯୋଉ ଅବିନାଶୀ ଫଳ ଅଛି ସେ ବିଷୟରେ ଆମେ ଟିକେ ଭଲ କରି ବୁଝିବାକୁ ଚେଷ୍ଟା କରିବା. ହଁ, ନିଶ୍ଚୟ. ଆଉ ଏଇ ଯୋଉ ଗଭୀର ଜ୍ଞାନ, ଏହାର ପୁରା ଲାଭ ପାଇବା ପାଇଁ ଆମେ ଅନୁରୋଧ କରିବୁ ଯେ ଶେଷ ଯାଏ ଆଲୋଚନାଟା ଶୁଣନ୍ତୁ. ହଁ, କାରଣ ଏମିତି ବିଷୟ ପୁରା ଶୁଣିଲେ ଯାଏ ଭଲ ଭାବରେ ବୁଝିହୁଏ. ଏକଦମ. ଆଉ ଯଦି ଏମିତିକା ଆଧ୍ୟାତ୍ମିକ କଥା ଯାହା ଆମ ଜୀବନକୁ ବାଟ ଦେଖାଏ ସେ ସବୁ ନିୟମିତ ଶୁଣିବାକୁ ଚାହୁଁଛନ୍ତି, ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିବା କଥା ଭାବିପାରନ୍ତି. ତେବେ ଆଉ ଡେରି କାହିଁକି? ଚାଲନ୍ତୁ ଏ ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରିବା. ହଁ, ପ୍ରଥମେ ଆସନ୍ତୁ ସେହି ଅମୃତମୟ ଶ୍ଲୋକଟିକୁ ଶୁଣିବା. ଭଗବାନ କହୁଛନ୍ତି ଗୀତା ଅଧ୍ୟାୟ 2 ଶ୍ଲୋକ 40. ନେହାଭିକ୍ରମ ନାଶୋସ୍ତି ପ୍ରତ୍ୟବାୟୋ ନ ବିଦ୍ୟତେ ସ୍ୱଲ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ୍. ବାଃ, କି ଅଦ୍ଭୁତ ଆଶ୍ୱାସନା! ଗୋଟିଏ ଲାଇନରେ ପୁରା କର୍ମଯୋଗର ସୁରକ୍ଷା କବଚ ବିଷୟରେ କୁହାଯାଇଛି. ଆସନ୍ତୁ ଏହାକୁ ଟିକେ ବିସ୍ତାରରେ ବୁଝିବା. ପ୍ରଥମେ ଶବ୍ଦଗୁଡ଼ିକର ଅର୍ଥ ଦେଖିବା. ନ ମାନେ ନାହିଁ. ହଁ, ଇହ ଏଠାରେ ଏଇ କର୍ମଯୋଗ ମାର୍ଗରେ. ଠିକ୍. ଅଭିକ୍ରମ ନାଶଃ ଏହାର ଅର୍ଥ ହେଲା ଆରମ୍ଭ ଯାହା କରାଯାଇଛି ତାର ନାଶ ବା ବିଫଳତା. ହଁ, ପ୍ରୟାସର ନାଶ. ହଁ, ପ୍ରୟାସର ନାଶ. ଅସ୍ତି ମାନେ ଅଛି ବା ଘଟେ. ତେଣୁ ନେହାଭିକ୍ରମ ନାଶୋସ୍ତି ଏଇ ବାଟରେ ଆରମ୍ଭ ହେଇଥିବା ଚେଷ୍ଟାର କେବେ ନାଶ ନାହିଁ. ବହୁତ ବଢ଼ିଆ. ତାପରେ ଆସୁଛି ପ୍ରତ୍ୟବାୟ. ଏଇଟା ଗୋଟେ ଗୁରୁତ୍ୱପୂର୍ଣ୍ଣ ଶବ୍ଦ. ଏହାର ଅର୍ଥ ହେଲା ଓଲଟା ଫଳ ବା କ୍ଷତି, ଦୋଷ, ଏମିତିକି ପାପ. ଆଚ୍ଛା. ଆଉ ନ ବିଦ୍ୟତେ ହୁଏ ନାହିଁ ବା ନଥାଏ. ତେଣୁ ପୁରା ମିଶେଇ କହିଲେ ପ୍ରତ୍ୟବାୟୋ ନ ବିଦ୍ୟତେ, ଏ ବାଟରେ କିଛି ଓଲଟା ଫଳ ମିଳିବାର ବା ପାପ ଲାଗିବାର ଭୟ ନାହିଁ. ବାଃ, ଏହାପରେ ସ୍ୱଳ୍ପମପି ବହୁତ କମ୍, ଅତି ଅଳ୍ପ ମଧ୍ୟ. ହଁ, ଅସ୍ୟ ଧର୍ମସ୍ୟ ଏହି ଧର୍ମର. ଏଠି ଧର୍ମ ତ କୌଣସି ପୂଜାପାଠ ବା ସମ୍ପ୍ରଦାୟ କଥା ନୁହେଁ. ନା, ସେମିତି ନୁହେଁ. ଏଠି ଧର୍ମ କର୍ତ୍ତବ୍ୟ, ସ୍ୱଭାବ, ଆଉ ବିଶେଷ କରି ଏଇ ଶ୍ଲୋକରେ ଏହାର ଅର୍ଥ ହେଉଛି ନିଷ୍କାମ କର୍ମଯୋଗ. ହଁ, ଠିକ୍. ତ୍ରାୟତେ ରକ୍ଷା କରେ. ଆଉ ଶେଷରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ମହତଃ ଭୟାତ୍, ବହୁତ ବଡ଼ ଭୟରୁ. ତେଣୁ ପୁରା ଶ୍ଲୋକର ସରଳ ଅର୍ଥ ହେଲା, ହେ ଅର୍ଜୁନ, ଏଇ ଯୋଉ ନିଷ୍କାମ କର୍ମଯୋଗ ବାଟ, ଏଥିରେ ଆରମ୍ଭ ହେଇଥିବା କୌଣସି ବି ଚେଷ୍ଟା କେବେ ନଷ୍ଟ ହୁଏନି. ବେକାର ଯାଏନି. ହଁ, ବେକାର ଯାଏନି. ଆଉ କିଛି ଉଲ୍ଟା ଫଳ ବା ପାପ ବି ହୁଏନି. ଏଇ କର୍ମଯୋଗ ରୂପକ ଧର୍ମର ବହୁତ କମ୍ ଅତି ଅଳ୍ପ ଅଭ୍ୟାସ ବି ମଣିଷକୁ ବଡ଼ ଭୟରୁ ରକ୍ଷା କରେ. ଏଇଟା ତ ପ୍ରକୃତରେ ବହୁତ ବଡ଼ ଆଶ୍ୱାସନା. ଆସନ୍ତୁ ଏହାକୁ ଟିକେ ଆହୁରି ଭିତରକୁ ଯାଇ ବୁଝିବା. ନେହାଭିକ୍ରମ ନାଶୋସ୍ତି, ଆରମ୍ଭର ନାଶ ନାହିଁ. ସାଧାରଣ ଜୀବନରେ ତ ଆମେ ଦେଖୁ କିଛି କାମ ଆରମ୍ଭ କଲେ ଯଦି ଅଧାରେ ରହିଗଲା. ହଁ, ତା ଫଳ ମିଳେନି ପ୍ରାୟତଃ. ହଁ, ପରିଶ୍ରମ ପାଣିରେ ଘର ତିଆରି ଆରମ୍ଭ କରି ଅଧାରେ ଛାଡ଼ିଦେଲେ ସେଠି ରହି ହୁଏନି, କି ପାଠପଢ଼ା ଅଧାରୁ ଛାଡ଼ିଲେ ଡିଗ୍ରୀ ମିଳେନି. ଏକଦମ ସତ କଥା. କାରଣ ସଂସାରର କାମ ସବୁ ଫଳ ପାଇଁ କରାଯାଏ. ଫଳ ନ ମିଳିଲେ ଲାଗେ କାମଟା ବିଫଳ ହେଲା. କିନ୍ତୁ କର୍ମଯୋଗରେ ସେମିତି ନୁହେଁ କାହିଁକି? କାରଣ କର୍ମଯୋଗର ମୂଳ କଥା ହେଲା ନିଷ୍କାମ ଭାବନା. ଫଳର ଆଶା ନ ରଖିବା, କେବଳ ନିଜ କର୍ତ୍ତବ୍ୟ ଭାବି କରିବା ବା ସବୁ କାମ ଠାକୁରଙ୍କୁ ଦେଇଦେବା. ଆଚ୍ଛା. ଯେତେବେଳେ ଫଳ ପାଇଁ ଆସକ୍ତି ନାହିଁ, ସେତେବେଳେ କାମ ଅଧା ରହିଗଲେ ବି ସେ ଯୋଉ କରିବାର ଶୁଦ୍ଧ ଭାବନା ଥିଲା, ଯୋଉ ଚେଷ୍ଟା କରାଯାଇଥିଲା, ସେଇଟା ନିଜେ ଗୋଟେ ଫଳ. ଓହୋ. ହଁ, ସେଇଟା ଆତ୍ମାକୁ ଶୁଦ୍ଧ କରେ, ମନରେ ଭଲ ସଂସ୍କାର ତିଆରି କରେ. ତେଣୁ ସେ ଚେଷ୍ଟା କେବେ ବି ନଷ୍ଟ ହୁଏନି. ସେଟା ଆମ ଆଧ୍ୟାତ୍ମିକ ବ୍ୟାଙ୍କରେ ଜମା ହେଇ ରହେ. ବହୁତ ସୁନ୍ଦର କଥା. ଆଉ ସେ ଯୋଉ କହିଲେ ପ୍ରତ୍ୟବାୟ ନ ବିଦ୍ୟତେ, ଓଲଟା ଫଳ ନାହିଁ. ସାଧାରଣ କାମରେ ତ ଭୁଲ ହେଇଯିବାର ଡର ଥାଏ. ନିଶ୍ଚୟ ଥାଏ. କିଛି ଭୁଲ କଲେ କ୍ଷତି ହୁଏ, ଦଣ୍ଡ ମିଳେ,
ପାପ ବି ଲାଗେ। ଡାକ୍ତର ଭୁଲ ଅପରେସନ କରିଦେଲେ ରୋଗୀ ଚାଲି ଯାଇପାରେ, ବିଜନେସରେ ଭୁଲ ନିଷ୍ପତ୍ତି ନେଲେ ଲସ୍ ହୁଏ। କିନ୍ତୁ କର୍ମଯୋଗରେ ଏ ଡର କାହିଁକି ନାହିଁ? କାରଣ କର୍ମଯୋଗର ପ୍ରେରଣା ଆସେ ଧର୍ମରୁ, କର୍ତ୍ତବ୍ୟରୁ ଆଉ ଈଶ୍ୱରଙ୍କୁ ସମର୍ପଣ ଭାବରୁ। ଯେତେବେଳେ ଜଣେ ନିଜ ସ୍ୱାର୍ଥ ଛାଡ଼ି ଲୋଭ ବା ରାଗରୁ ଦୂରେଇ ରହେ, କେବଳ ଧର୍ମ ଅନୁସାରେ ନିଜ କାମ କରେ, ସେତେବେଳେ ତା କାମରେ ପାପ ଲାଗିବାର ସମ୍ଭାବନା କମିଯାଏ। ଆଉ ଯଦି ବି ଅଜାଣତାରେ କିଛି ଭୁଲ ରହିଗଲା, ସେଇ ଈଶ୍ୱରଙ୍କୁ ସମର୍ପଣ କରିଦେବା ଭାବନା ଯୋଗୁଁ ତାର ଦୋଷ ବି କମିଯାଏ। ଯେମିତି କୁହନ୍ତି, ଗଙ୍ଗା ପାଣିରେ ମଇଳା ପଡ଼ିଲେ ବି ଗଙ୍ଗା ଅପବିତ୍ର ହୁଏ ନାହିଁ। ସେମିତି ନିଷ୍କାମ କର୍ମୀର ମନ ଶୁଦ୍ଧ ରହେ। କୁହାଯାଏ, ଭଗବାନ ନିଜେ ସେ କର୍ମର ଦାୟିତ୍ୱ ନେଇଯାଆନ୍ତି। ସେଥିପାଇଁ ଓଲଟା ଫଳର ଭୟ ନଥାଏ। ଏକଥା ଶୁଣି ବଡ଼ ଶାନ୍ତି ଲାଗୁଛି। କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ପର ଲାଇନଟା, ସ୍ୱଲ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ୍। ଅତି ଅଳ୍ପ କଲେ ବି ଏ ଧର୍ମ ବଡ଼ ଭୟରୁ ରକ୍ଷା କରେ। ଏ କେମିତି ସମ୍ଭବ? ଏତେ କମ୍ ପରିଶ୍ରମରେ ଏତେ ବଡ଼ ଫଳ? ଏଠାରେ ମଜାଦାର କଥା ହେଉଛି, ଏଇଟା ହିଁ କର୍ମଯୋଗର ସ୍ପେଶାଲିଟି। ଏଠି ଅଳ୍ପ ମାନେ ଖାଲି ପରିମାଣରେ ଅଳ୍ପ ନୁହେଁ, ବରଂ ଶ୍ରଦ୍ଧାର ସହ କରାଯାଇଥିବା ଛୋଟ ଚେଷ୍ଟା। ଆଚ୍ଛା। ଯେମିତି ଗୋଟେ ଛୋଟ ଦିଆସିଲି କାଠି ପୁରା ଅନ୍ଧାରକୁ ହଟେଇ ଦେଇପାରେ, କିମ୍ବା ଗୋଟେ ନିଆଁ ଫୁଲକି ବହୁତ ଶୁଖିଲା ଘାସକୁ ଜାଳି ଦେଇପାରେ। ସେମିତି ଶ୍ରଦ୍ଧା ଆଉ ନିଷ୍ଠାର ସହ କରାଯାଇଥିବା ଟିକିଏ ନିଷ୍କାମ କର୍ମ ବି ଆମର କେତେ ଜନ୍ମର ପାପକର୍ମ, ସଂସାରର ବନ୍ଧନ ଏସବୁ ମଇଳାକୁ କାଟି ଦେଇପାରେ। ବାଃ, ବହୁତ ସୁନ୍ଦର ଉପମା। ଏହାର କିଛି ଆମେ ଦେଖୁଥିବା ଭଳି ଉଦାହରଣ ଦେଇହେବ କି? ନିଶ୍ଚୟ। ଧରନ୍ତୁ, ଜଣେ କେହି ଦିନସାରା ବହୁତ ବ୍ୟସ୍ତ, କିନ୍ତୁ ରାତିରେ ଶୋଇବା ଆଗରୁ ମାତ୍ର 5 ମିନିଟ୍ ପାଇଁ ସବୁ ଚିନ୍ତା ଛାଡ଼ି ଖାଲି ଦୁନିଆର ଭଲ ପାଇଁ ମନେ ମନେ ପ୍ରାର୍ଥନା କରୁଛି। ଅଭ୍ୟାସ, କିନ୍ତୁ ଯଦି ପ୍ରତିଦିନ କରେ, ଏଇଟା ତା ମନରେ ଶାନ୍ତି ଆଣିବ, ତାର ଦେଖିବାର ନଜର ବଦଲେଇବ। ଏମିତି ହୁଏ। ସେମିତି ରାସ୍ତାରେ ଯାଉଥିଲେ ଜଣେ ବୁଢ଼ା ଲୋକ ବା କାହାକୁ ଅସୁବିଧାରେ ଦେଖି ଟିକେ ସାହାଯ୍ୟ କରିଦେଲେ, କିଛି ପାଇବାର ଆଶା ନ ରଖି, ଏଇ ଛୋଟ କାମଟା ବି ଗୋଟେ ନିଷ୍କାମ କର୍ମ। ଠିକ୍। ଏହାର ସଂସ୍କାର ତା ଭିତରେ ପବିତ୍ରତା ବଢ଼େଇବ। ଏ ଛୋଟ ଛୋଟ ପାଦ ହିଁ ମିଶି ମିଶି ଦିନେ ବଡ଼ ପରିବର୍ତ୍ତନ ଆଣିଥାଏ। ବହୁତ ବଢ଼ିଆ। ଏବେ ଆସନ୍ତୁ ମହତୋ ଭୟାତ୍ କଥାକୁ। ଏ ଯୋଉ ମହାନ ଭୟ କୁହାଗଲା, ଏଇଟା ପ୍ରକୃତରେ କ'ଣ? ମରିଯିବାର ଭୟ, ନା ଗରିବ ହେଇଯିବାର ଭୟ, ରୋଗର ଭୟ? ଦେଖନ୍ତୁ, ଏସବୁ ଭୟ ତ ଅଛି ନିଶ୍ଚୟ, କିନ୍ତୁ ଗୀତାରେ ଯେତେବେଳେ ମହତ ଭୟାତ୍ କୁହାଯାଉଛି, ଏହାର ମୁଖ୍ୟ ଅର୍ଥ ହେଲା ସବୁଠୁ ବଡ଼ ଭୟ। ସେଇଟା ହେଉଛି ସଂସାର ଚକ୍ରର ଭୟ। ସଂସାର ଚକ୍ର ମାନେ? ବାରମ୍ବାର ଜନ୍ମ ହେବା ଆଉ ମରିବା, ଆଉ ଏଇ ଜନ୍ମ ମୃତ୍ୟୁ ଭିତରେ କେତେ ପ୍ରକାର ଦୁଃଖ, କଷ୍ଟ, ରୋଗ, ବୁଢ଼ାପା ଏସବୁ ଭୋଗିବା। ଓହୋ! ଏହା ସାଙ୍ଗକୁ ଆଧ୍ୟାତ୍ମିକ ପତନର ଭୟ, ପାପକର୍ମର ଫଳ ଭୋଗିବାର ଭୟ, ଏସବୁ ବି ଏଥିରେ ଅଛି। ଏଇଟାକୁ ହିଁ ଶାସ୍ତ୍ରରେ ସବୁଠୁ ବଡ଼ ଭୟ କୁହାଯାଏ, କାରଣ ଏଇଟା ଜୀବକୁ ଅନନ୍ତ କାଳ ଧରି ବାନ୍ଧି ରଖେ। ତେବେ କର୍ମଯୋଗର ଏତେ ଅଳ୍ପ ଅଭ୍ୟାସ ବି ଏ ଭୟଙ୍କର ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତି ଦେଇପାରିବ? ଏ କେମିତି ସମ୍ଭବ? ହଁ, କାରଣ କର୍ମଯୋଗ କଲେ ଆମ ମନ, ଆମ ଚିତ୍ତ ଶୁଦ୍ଧ ହୁଏ। ଆମେ ଫଳ ପାଇବାର ଆଶା ଆଉ ମୁଁ କରୁଛି ବୋଲି ଯୋଉ ଅହଙ୍କାର, ସେଥିରୁ ଧୀରେ ଧୀରେ ମୁକ୍ତ ହେବାକୁ ଲାଗୁ। ଯେତେବେଳେ ଆମେ ଫଳ ଆଶା ନ ରଖି କାମ କରୁ, ସେ କାମ ଆମ ପାଇଁ ନୂଆ ବନ୍ଧନ ତିଆରି କରେନି, ବରଂ ଆଗରୁ ଯୋଉ ବନ୍ଧନ ଅଛି ତାକୁ କାଟିବାରେ ସାହାଯ୍ୟ କରେ। ଆଚ୍ଛା। ଧୀରେ ଧୀରେ এই ନିଷ୍କାମ କର୍ମ ଅଭ୍ୟାସ କରି କରି ଆମ ଭିତରେ ଜ୍ଞାନ ଆସେ। ଆମେ ନିଜର ଅସଲି ରୂପ ଆତ୍ମାକୁ ଚିହ୍ନିପାରୁ। ସଂସାରଟା ଯେ ଅନିତ୍ୟ ସେ କଥା ବୁଝିପାରୁ। ଏଇ ଜ୍ଞାନ ହିଁ ଶେଷରେ ଆମକୁ ଜନ୍ମ ମୃତ୍ୟୁ ଚକ୍ରରୁ ସବୁଦିନ ପାଇଁ ମୁକ୍ତ କରେ, ମୋକ୍ଷ ଦିଏ। ତେଣୁ ଅଳ୍ପ ଆରମ୍ଭଟା ବି ସେଇ ବଡ଼ ଲକ୍ଷ୍ୟ ଆଡ଼କୁ ଗୋଟେ ପାଦ। ଏବେ ବୁଝା ପଡ଼ୁଛି, ସେ ଯୋଉ ଯୁଦ୍ଧଭୂମିରେ ଯେତେବେଳେ ଅର୍ଜୁନ ପୁରା ଦ୍ୱନ୍ଦ୍ୱରେ ଥିଲେ, ପୁରା ଭାଙ୍ଗି ପଡ଼ିଥିଲେ। ଯୁଦ୍ଧ କଲେ କ'ଣ ହବ, ପାପ ଲାଗିବ କି ପୁଣ୍ୟ ହବ, ଏମିତି ଭାବୁଥିଲେ, ସେତେବେଳେ ଭଗବାନଙ୍କର ଏ କଥା କେତେ ବଡ଼ ସାନ୍ତ୍ୱନା ଦେଇଥିବ। ନିଶ୍ଚୟ। ଯେ ତୁ ଯଦି କର୍ତ୍ତବ୍ୟ ବୋଲି ଭାବି, ଫଳ କଥା ନ ଭାବି ମୋତେ ମନେ ପକେଇ ଯୁଦ୍ଧ କରିବୁ, ତୋର କିଛି କ୍ଷତି ହବନି, ପାପ ଲାଗିବନି। ଏପରିକି ଅଧାରେ ରହିଗଲେ ବି କାହାର ପୁଣ୍ୟଫଳ ନଷ୍ଟ ହେବନି। ଏ କଥା ନିଶ୍ଚୟ ତାଙ୍କ କର୍ତ୍ତବ୍ୟ ବାଟରେ ଆଗେଇବାକୁ ବହୁତ ବଳ ଦେଇଥିବ। ଯଦି ଆମେ ଏହାକୁ ବୃହତ୍ତର ପରିପ୍ରେକ୍ଷୀରେ ଦେଖିବା, ଏଇଟା ଖାଲି ଅର୍ଜୁନଙ୍କ ପାଇଁ ନୁହେଁ, ଆମ ସମସ୍ତଙ୍କ ପାଇଁ ଏକ ବହୁତ ବଡ଼ ମେସେଜ। ସତ କଥା। ଡର ଥାଏ, ଯଦି ହେଲାନି, ଯଦି ଲୋକେ କିଛି କହିଲେ, ଯଦି ଅଧାରେ ଅଟକିଗଲା। ଏମିତି ଭୟ ତ ଆସେ। ଏଇ ଶ୍ଲୋକ ସେ ସବୁ ଡରକୁ ଦୂର କରୁଛି।
କହୁଛି ତୁମେ ଖାଲି ସଚ୍ଚା ମନରେ ନିଷ୍କାମ ଭାବରେ ଆରମ୍ଭ କର। ଫଳ କଣ ହବ ସେ ଚିନ୍ତା ଛାଡ଼। ତୁମ ଚେଷ୍ଟା କେବେ ବେକାର ଯିବନି। ଏଇଟା ଗୋଟେ ଆଧ୍ୟାତ୍ମିକ ନିୟମ, ବୁଝିଲେ? ଏହାର ଆଉ ଗୋଟେ ଦାର୍ଶନିକ ଦିଗ ବି ଅଛି ପରା। ମାନେ ଅନ୍ୟ କିଛି ସାଧନା ବାଟରେ କୁହାଯାଏ ଯଦି ଅଧାରୁ ଛାଡ଼ିଦେଲ ତେବେ ପତନ ହେଇପାରେ ବା ପୁଣି ଆରମ୍ଭରୁ କରିବାକୁ ପଡ଼େ। ହଁ, ଏମିତି କିଛି ମାର୍ଗ ଅଛି। କିନ୍ତୁ ଗୀତା କର୍ମଯୋଗକୁ ଏକଦମ ଫେଲ୍ ପ୍ରୁଫ୍ ବାଟ ଭାବରେ ଦେଖଉଛି, ଯେମିତିକି ଏଠି କରାଯାଇଥିବା ପ୍ରତିଟି ଛୋଟ ଚେଷ୍ଟା ବି ଆତ୍ମାର ଉନ୍ନତିରେ ଲାଗିବ। ଏକଦମ ଠିକ୍ କହିଲେ। ଏହା ଗୋଟେ ସଞ୍ଚାଇ ପ୍ରକ୍ରିୟା ପରି। ଯେମିତି ଆମେ ବ୍ୟାଙ୍କରେ ଟିକେ ଟିକେ କରି ପଇସା ଜମା କଲେ ସେଟା ବଢ଼ିଚାଲେ, କେବେ ନଷ୍ଟ ହୁଏନି। ସେମିତି ନିଷ୍କାମ କର୍ମର ପୁଣ୍ୟ ସବୁବେଳେ ଆମ ଆଧ୍ୟାତ୍ମିକ ଆକାଉଣ୍ଟରେ ଜମା ହୁଏ, ଆଉ ଧୀରେ ଧୀରେ ଆମକୁ ମୁକ୍ତି ଆଡ଼କୁ ନେଇଯାଏ। ଅଧା ରହିଗଲେ ବି ପରଜନ୍ମରେ ସେଇ ପୁଞ୍ଜି କାମରେ ଆସେ। ଆମେ ସେଇଠୁ ପୁଣି ଆଗକୁ ବଢ଼ିପାରୁ। ଆଚ୍ଛା। ଗୀତାର 6 ନମ୍ବର ଅଧ୍ୟାୟରେ ବି ଭଗବାନ ଏ ବିଷୟରେ ଆହୁରି ସ୍ପଷ୍ଟ କରିଛନ୍ତି। ଆଚ୍ଛା, ଏବେକାର ଯୁଗରେ ଆମର ଏ ଯୋଉ ଏତେ ଦୌଡ଼ାଦୌଡ଼ି ଜୀବନ, ଏଥିରେ ଏଇ ଶ୍ଲୋକର କ'ଣ ପ୍ରାସଙ୍ଗିକତା ଅଛି? ଆମେ ଏହାକୁ ଆମ ପ୍ରତିଦିନର ଜୀବନରେ କେମିତି ଲଗେଇ ପାରିବା? କାରଣ ନିଷ୍କାମ କର୍ମ କହିବା ସହଜ, କରିବା ସେତେ ସହଜ ଲାଗେନି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଏ, ଆଉ ମୋତେ ଲାଗୁଛି ଏହାର ପ୍ରାସଙ୍ଗିକତା ଆଜିକାଲି ବରଂ ଆହୁରି ବେଶୀ। କେମିତି? କାରଣ ଆଜି ଆମେ ସମସ୍ତେ ରେଜଲ୍ଟକୁ ନେଇ ବହୁତ ବ୍ୟସ୍ତ, ବହୁତ ଚିନ୍ତିତ। ସଫଳ ହେଲେ ନା ବିଫଳ ହେଲେ ଏଇଟା ଉପରେ ଏତେ ଗୁରୁତ୍ୱ ଦଉଛୁ ଯେ ସେଇଥିରୁ ଷ୍ଟ୍ରେସ୍, ଡିପ୍ରେସନ୍ ଏସବୁ ବଢ଼ୁଛି। ହଁ, ଏ କଥା ଠିକ୍। ଏଇ ଶ୍ଲୋକ ଆମକୁ ଗୋଟେ ଅଲଗା ଦୃଷ୍ଟି ଦଉଛି। କହୁଛି, ତୁମେ ତୁମ କାମଟାକୁ ଭଲ ଭାବରେ କର, ଶ୍ରଦ୍ଧାର ସହ କର, କିନ୍ତୁ ଫଳଟାକୁ ଏତେ ଜବୁଡ଼ି ଧରନି। କିନ୍ତୁ କାମ କଲା ପରେ ଫଳ ଆଶା କରିବା ତ ସ୍ୱାଭାବିକ କଥା। ସେଇଟା ନହେଲେ ମୋଟିଭେସନ୍ କୋଉଠୁ ଆସିବ? ଦେଖନ୍ତୁ, ଏଠି ନିଷ୍କାମ ମାନେ ଫଳକୁ ପୂରାପୂରି ଇଗ୍ନୋର କରିବା ନୁହେଁ, ବରଂ ଫଳ ପ୍ରତି ଆସକ୍ତି ନ ରଖିବା। ଆସକ୍ତି ମାନେ? ମାନେ ମୁଁ ଯେମିତି ଚାହୁଁଛି ଠିକ୍ ସେମିତି ହିଁ ଫଳ ମିଳୁ, ଏଇ ଜିଦ୍ ନ ରଖିବା। କାମ କରିବା ଆମ ହାତରେ ଅଛି, କିନ୍ତୁ ଫଳ ତ କେତେ କଥା ଉପରେ ନିର୍ଭର କରେ। ହଁ, ସେଇଟା ବି ଠିକ୍। ତେଣୁ କାମକୁ ହିଁ ପୂଜା ଭାବେ ପୁରା ନିଷ୍ଠାରେ କରିବା, ଆଉ ଫଳ ଯାହା ବି ମିଳିଲା ତାକୁ ଠାକୁରଙ୍କ ପ୍ରସାଦ ଭାବି ଶାନ୍ତିରେ ଗ୍ରହଣ କରିବା, ଏଇଟା ହିଁ ନିଷ୍କାମ କର୍ମଯୋଗର ସାର କଥା। ଆଉ ଏଥିରେ ମୋଟିଭେସନ୍ ଆସେ କର୍ତ୍ତବ୍ୟବୋଧରୁ, ଠାକୁରଙ୍କ ପ୍ରତି ଭକ୍ତିରୁ, ଆଉ କାମ କରିବାରେ ଯୋଉ ଆନନ୍ଦ ଅଛି ସେଇଥିରୁ। ଓହୋ, ଏହାର ମାନେ ଆମେ ଆମର ଯୋଉ ସବୁଦିନିଆ କାମ, ଅଫିସ୍ କାମ ହଉ, ଘର କାମ ହଉ, ପାଠପଢ଼ା ହଉ, ଏସବୁକୁ ବି ନିଷ୍କାମ ଭାବରେ କରିବାକୁ ଚେଷ୍ଟା କରିପାରିବା? ନିଷ୍ଠାର ନିଜ କାମକୁ ଯେତେ ସମ୍ଭବ ସଚ୍ଚୋଟ ଭାବେ ନିଷ୍ଠାର ସହ କରିବା, କାହାର ଖରାପ ନ କରି କରିବା। ଫଳ କ'ଣ ହେବ ସେ ନେଇ ବେଶୀ ଚିନ୍ତା ନ କରି କାମ କରିବାର ପ୍ରୋସେସ୍ ଉପରେ ଫୋକସ୍ କରିବା। ଯଦି ସଫଳତା ମିଳିଲା, ଗର୍ବ ନ କରି ତାକୁ ଭଗବାନଙ୍କ ଦୟା ଭାବିବା। ଆଉ ଯଦି ବିଫଳତା ମିଳିଲା? ତାହେଲେ ଭାଙ୍ଗି ନ ପଡ଼ି ସେଥିରୁ କ'ଣ ଶିଖିରୁ ଦେଖି ପୁଣି ଚେଷ୍ଟା କରିବା। ଏଇଟା ହିଁ ହେଉଛି ପ୍ରାକ୍ଟିକାଲ କର୍ମଯୋଗ। ଆଉ ଏଇ ଶ୍ଲୋକ ଆମକୁ ମନେ ପକାଇ ଦେଉଛି ଯେ ଏମିତି ଭାବରେ କରାଯାଇଥିବା ପ୍ରତିଟି ଛୋଟ ଚେଷ୍ଟା ବି ଆମ ଆଧ୍ୟାତ୍ମିକ ଉନ୍ନତିରେ ଲାଗୁଛି, ଆଉ ଆମକୁ ସେହି ମହାନ ଭୟରୁ ବଞ୍ଚଉଛି। ଆପଣ ଆଗରୁ ବୀମା ବା ଇନ୍ସ୍ୟୁରାନ୍ସ କଥା କହିଥିଲେ, ତାକୁ ଆଉ ଟିକେ ସହଜ କରି କହିବେ କି? ହଁ, ଦେଖନ୍ତୁ, ଆମେ ଭବିଷ୍ୟତରେ କିଛି ଅର୍ଥନୈତିକ କ୍ଷତି ହେଇପାରେ ବା ଦେହ ଖରାପ ହେଇପାରେ ଭାବି ଇନ୍ସ୍ୟୁରାନ୍ସ କରୁ। ହଁ, ସୁରକ୍ଷା ପାଇଁ। ଠିକ୍ ସେମିତି ନିଷ୍କାମ କର୍ମଯୋଗ ହେଉଛି ଗୋଟେ ଆଧ୍ୟାତ୍ମିକ ଇନ୍ସ୍ୟୁରାନ୍ସ। ଏଇଟା ଆମକୁ ଜୀବନର ଦୁଃଖ, କଷ୍ଟ, ପାପର ପ୍ରଭାବ, ଆଉ ସବୁଠୁ ବଡ଼ କଥା ସେଇ ଜନ୍ମ ମୃତ୍ୟୁ ରୂପକୁ ମହାନ ଭୟରୁ ସୁରକ୍ଷା ଦିଏ। ବା, ଏମିତି ଏକ ଇନ୍ସ୍ୟୁରାନ୍ସ ଯାହାର ପ୍ରିମିୟମ ହେଲା ଆମର ନିଷ୍କାମ ଚେଷ୍ଟା, ଆଉ ଏ ପଲିସି କେବେ ଲ୍ୟାପ୍ସ ହୁଏନି, ବରଂ ଏହାର ଭ୍ୟାଲ୍ୟୁ ସବୁବେଳେ ବଢ଼ିଚାଲେ। ଏମିତି ଏକ ଇନଭେଷ୍ଟମେଣ୍ଟ ଯାହା ଖାଲି ଏ ଜୀବନ ପାଇଁ ନୁହେଁ, ଜନ୍ମ ଜନ୍ମ ପାଇଁ ସୁରକ୍ଷାର ଶାନ୍ତି ଦିଏ। ତେବେ ଏ ସବୁର ଅର୍ଥ କ'ଣ? ଯଦି ଏ ପୁରା ଆଲୋଚନାକୁ ଆମେ ସଂକ୍ଷେପରେ ଦେଖିବା, ତେବେ ଏ ଶ୍ଲୋକର ମୁଖ୍ୟ ମେସେଜ କ'ଣ? ମୁଖ୍ୟ ମେସେଜ ତ ବହୁତ ସ୍ପଷ୍ଟ ଓ ଆଶା ଦେବା ଭଳି। ଭଗବାନ ଆମକୁ ଗୋଟେ ପୁରା ସେଫ୍ ଆଧ୍ୟାତ୍ମିକ ବାଟ ଦେଖାଉଛନ୍ତି, ସେଇଟା ହେଲା ନିଷ୍କାମ କର୍ମଯୋଗ। ହଁ, ଏ ବାଟରେ ପାଦ ଦେଲେ କୌଣସି ପ୍ରକାର କ୍ଷତିର ଡର ନାହିଁ। ଆରମ୍ଭ କରିଥିବା ସାଧନା କେବେ ବେକାର ଯାଏନି। କିଛି ଓଲଟା ଫଳ ବା ପାପ ଲାଗିବାର ଭୟ ନାହିଁ। ଏପରିକି ଅଳ୍ପ କଲେ ବି? ହଁ, ଏପରିକି ଏ ବାଟରେ ବହୁତ ଅଳ୍ପ ଚାଲିଲେ ବି ସେଇଟା ବହୁତ ବଡ଼ ଫଳ ଦିଏ। ଆଉ ଆମକୁ ସବୁଠୁ ବଡ଼ ଭୟ, ସଂସାର ବନ୍ଧନ ଆଉ ଜନ୍ମ ମୃତ୍ୟୁ ଚକ୍ରରୁ ରକ୍ଷା କରେ। ଏହା ଆମ ସମସ୍ତଙ୍କ ପାଇଁ ଭଗବାନଙ୍କର ଗୋଟେ ବଡ଼ ଅଭୟବାଣୀ। ଆଉ ଆମ ପାଇଁ ଏଥିରୁ ପ୍ରାକ୍ଟିକାଲ ଶିକ୍ଷା କ'ଣ ମିଳିଲା?
ଆମେ କ'ଣ ନେଇକି ଆମ ଜୀବନରେ ଲଗେଇ ପାରିବା? ପ୍ରାକ୍ଟିକାଲ ଶିକ୍ଷା ହେଲା ଆମେ ଯୋଉ ବି କିଛି ଭଲ କାମ କରୁଛୁ, କାହାର ସେବା କରୁଛୁ ବା ନିଜ କର୍ତ୍ତବ୍ୟ କରୁଛୁ, ଯଦି ସେଇଟା ନିସ୍ୱାର୍ଥ ଭାବରେ ଆଉ ଶ୍ରଦ୍ଧାର ସହ କରୁଛୁ, ତେବେ ସେଇ କାମ କେବେ ବି ଛୋଟ ନୁହେଁ। ହଁ, ତାର ମୂଲ୍ୟ ବହୁତ ବେଶୀ। ତେଣୁ ନିରାଶ ନ ହୋଇ, ଡରି ନ ଯାଇ, ଆମର ଯେତିକି ସାମର୍ଥ୍ୟ ଅଛି ସେହି ଅନୁସାରେ ପ୍ରତିଦିନ କିଛି ନା କିଛି ନିଷ୍କାମ କର୍ମ କରିବାକୁ ଚେଷ୍ଟା କରିବା ଦରକାର। ଏଇଟା ଧୀରେ ଧୀରେ ଆମ ମନକୁ ଶୁଦ୍ଧ କରିବ, ଆମ ଜୀବନରେ ଶାନ୍ତି ଆଣିବ, ଆଉ ଶେଷରେ ଆମକୁ ଆମ ପରମ ଲକ୍ଷ୍ୟ ଯାଏଁ ପହଞ୍ଚେଇବାରେ ସାହାଯ୍ୟ କରିବ। ଯେମିତି ଟୋପା ଟୋପା ପାଣି ମିଶି ସମୁଦ୍ର ହୁଏ, ହଁ, ସେମିତି ଏଇ ଛୋଟ ଛୋଟ ନିଷ୍କାମ କର୍ମ ହିଁ ଆମକୁ ମୁକ୍ତିର ବାଟ ଦେଖେଇବ। ବାଃ, ବାସ୍ତବରେ ବହୁତ ଗଭୀର କଥା, ଆଉ ଜୀବନକୁ ଛୁଇଁଲା ଭଳି ଆଲୋଚନା ହେଲା। ଏ ଶ୍ଲୋକଟା ପ୍ରକୃତରେ କାମ କରିବା ପାଇଁ ଗୋଟେ ନୂଆ ଦୃଷ୍ଟି ଆଉ ବହୁତ ପ୍ରେରଣା ଦଉଛି। ଆଶା କରୁଛୁ ଆମ ସମସ୍ତ ଶ୍ରୋତାଙ୍କୁ ଆଜିର ଏହି ବିଚାର ମନ୍ଥନ ଭଲ ଲାଗିଥିବ। ନିଶ୍ଚୟ। ଯଦି ଏ ଆଲୋଚନା ଆପଣଙ୍କ ମନକୁ ଛୁଇଁଛି, ତେବେ ଆପଣଙ୍କ ସ୍ନେହ ଦେଇ ଏହାକୁ ଲାଇକ୍ କରନ୍ତୁ, ଆଉ ଏଇ ଯୋଉ ମୂଲ୍ୟବାନ କଥା, ଏହାକୁ ଅନ୍ୟମାନଙ୍କ ସହିତ, ନିଜ ପରିବାର, ସାଙ୍ଗସାଥୀଙ୍କ ସହ ନିଶ୍ଚୟ ସେୟାର କରନ୍ତୁ। ହଁ, ଏ ଜ୍ଞାନଯଜ୍ଞରେ ସାମିଲ ହୋଇ ଭଗବାନ ଶ୍ରୀକୃଷ୍ଣଙ୍କ କୃପା ଆଉ ଆଶୀର୍ବାଦ ପାଆନ୍ତୁ। ଆଉ ନିଜର ଭକ୍ତି ଓ ଶ୍ରଦ୍ଧା ଜଣେଇବା ପାଇଁ ତଳେ କମେଣ୍ଟ ବକ୍ସରେ ଓମ୍ ନମୋ ଭଗବତେ ବାସୁଦେବାୟ କିମ୍ବା ଆମ ସମସ୍ତଙ୍କର ପ୍ରିୟ ପ୍ରଭୁ ଜୟ ଜଗନ୍ନାଥ ନିଶ୍ଚୟ ଲେଖନ୍ତୁ। ଆପଣଙ୍କ କମେଣ୍ଟ ଆମକୁ ବହୁତ ଉତ୍ସାହ ଦିଏ। ହଁ, ନିଶ୍ଚୟ ଲେଖିବେ। ଆମେ ଖୁବ୍ ଶୀଘ୍ର ଶ୍ରୀମଦ୍ ଭଗବଦ୍ ଗୀତାର ପରବର୍ତ୍ତୀ ଶ୍ଲୋକ କିମ୍ବା ଆଉ କୌଣସି ଗୁରୁତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ ବିଷୟ ଉପରେ ଏମିତି ଆଉ ଏକ ଆଲୋଚନା ନେଇ ଆସିବୁ। ସେଥିରେ ବି ସାମିଲ ହେବାକୁ ସମସ୍ତଙ୍କୁ ଆମନ୍ତ୍ରଣ। ଶେଷରେ ଯିବା ଆଗରୁ ଆମ ଶ୍ରୋତାମାନଙ୍କ ପାଇଁ ଗୋଟେ ଛୋଟ ଚିନ୍ତା କରିବା ଭଳି କଥା। ହଁ, କୁହନ୍ତୁ। ଆଜି ଆମେ ଯାହା ସବୁ ଶୁଣିଲେ ତାକୁ ନେଇ ଗୋଟେ କାମ କରିହେବ କି? ଆଜିଠୁ ଗୋଟେ ସଂକଳ୍ପ କରିବା ଯେ ପ୍ରତିଦିନ ଅନ୍ତତଃପକ୍ଷେ ଗୋଟିଏ କାମ, ସେ ଯେତେ ଛୋଟ ହେଉ ପଛେ, ପୁରା ନିଷ୍କାମ ଭାବରେ କରିବାକୁ ଚେଷ୍ଟା କରିବା। ବାଃ, ଭଲ ପ୍ରସ୍ତାବ। କିଛି ପାଇବାର ଆଶା ନ ରଖି ଆଉ କିଛି ଦିନ ଧୈର୍ଯ୍ୟ ଧରି ଦେଖିବା ଏଇ ଛୋଟ ଚେଷ୍ଟା ଆମ ମନରେ, ଆମ ଅନୁଭୂତିରେ କିଛି ସୂକ୍ଷ୍ମ ପରିବର୍ତ୍ତନ ଆଣୁଛି କି ନାହିଁ। ଏଇଟା ପ୍ରକୃତିରେ କରି ଦେଖିବା ଭଳି କଥା। ଖାଲି ଶୁଣିବା ନୁହେଁ, କରି ଦେଖିଲେ ହିଁ ଅନୁଭବ ହେବ। ହଁ, ଏହା କେବଳ ଏକ ପ୍ରସ୍ତାବ। ଏହା ଉପରେ ଟିକେ ଭାବି ଦେଖନ୍ତୁ। ନିଶ୍ଚିତ ଭାବରେ। ତେବେ ଏହି ବିଚାର ସହିତ ଆଜିର ଆଲୋଚନାକୁ ଏଇଠି ରଖୁଛୁ। ଓମ୍ ନମୋ ଭଗବତେ ବାସୁଦେବାୟ। ଓମ୍ ନମୋ ଭଗବତେ ବାସୁଦେବାୟ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।